ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆଜି ଦିନରେ ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ପୁରାତନ ନିୟମର ଭବିଷ୍ୟତ ବକ୍ତାମାନଙ୍କର ଜୀବନକୁ ଯେତେବେଳେ ଆମେ ଲକ୍ଷ୍ୟ କରୁଛୁ, ଅନେକ ସମୟରେ ଈଶ୍ୱର ସେମାନଙ୍କର ଜୀବନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି। ଫଳରେ ସେମାନଙ୍କର ମାଧ୍ୟମରେ ଈଶ୍ୱର ତାଙ୍କର ସୁସମାଚାର ଯୋଜନାକୁ, ତାଙ୍କର ସଂକଳ୍ପକୁ ଲୋକମାନଙ୍କର ମଧ୍ୟରେ ସଫଳ କରିଥାନ୍ତି। ଆମେ ସର୍ବଦା ମନେ ରଖିବା ଯେ ଈଶ୍ୱରଙ୍କର ସେବା କାର୍ଯ୍ୟରେ ବାହାର ପ୍ରତିବନ୍ଧକ ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସବୁବେଳେ ଅଧିକାଂଶ ସମୟରେ ଈଶ୍ୱରଙ୍କର ସେବକ ସେବିକା ଯେ ଆମମାନଙ୍କର ଜୀବନରେ ଯେଉଁ ସମସ୍ତ ଅସୁବିଧା ବିଷୟ ଗୁଡ଼ିକ ରହିଛି, ଅବାଧ୍ୟତାର ବିଷୟ ଗୁଡ଼ିକ ରହିଛି, ଅମନୋଯୋଗିତାର ବିଷୟ ଗୁଡ଼ିକ ରହିଛି, ହୁଏତ ତାହା ସେବା କାର୍ଯ୍ୟ ନିମନ୍ତେ ବିଶେଷ ଭାବରେ ପ୍ରତିବନ୍ଧକ ସୃଷ୍ଟି କରେ। କେତେକ ସମୟରେ ସେବକ ସେବିକା ଭାବରେ ଆମମାନଙ୍କର ବିଫଳତା, ଆମମାନଙ୍କର ଦୁର୍ବଳତା ପ୍ରତି ଆମେ ଚିନ୍ତିତ ହେଇଥାଉ। କିନ୍ତୁ ସ୍ମରଣ ରଖିବା, ଯେଉଁ ଈଶ୍ୱର ଆପଣଙ୍କୁ ପୁଣି ମୋତେ ତାଙ୍କର ସେବା କାର୍ଯ୍ୟ ନିମନ୍ତେ ଆହ୍ୱାନ କରିଛନ୍ତି, ପୃଥକ କରିଛନ୍ତି, ମନୋନୀତ କରିଛନ୍ତି, ଯଦ୍ୟପି ସମ୍ପୂର୍ଣ୍ଣ ଭାବରେ ତାର କାରଣକୁ ଏପର୍ଯ୍ୟନ୍ତ ଆମେ ବୁଝିପାରିନୁ, ତଥାପି ସମୟ ବର୍ଷ ଗତ ହେଲା ବେଳେ ଆମେ ଲକ୍ଷ୍ୟ କରୁଛୁ କିପରି ଭାବରେ ଈଶ୍ୱର ଆମମାନଙ୍କର ଅସୁଜଳା ଜୀବନ ଗୁଡ଼ିକୁ ସଜାଡ଼ିଛନ୍ତି। ଫଳରେ ଆମମାନଙ୍କର ଭଙ୍ଗା ଜୀବନକୁ ନେଇ ତାଙ୍କର ଗୌରବ ନିମନ୍ତେ, ଅନ୍ୟମାନଙ୍କର ପରିତ୍ରାଣ ନିମନ୍ତେ ସେ ବ୍ୟବହାର କରିଛନ୍ତି। ଆମମାନଙ୍କର ଈଶ୍ୱର ଅନୁଗ୍ରହକାରୀ ଈଶ୍ୱର। କେବଳ ଲୋକମାନଙ୍କର ପ୍ରତି ନୁହେଁ, ମାତ୍ର ଆମମାନଙ୍କ ପ୍ରତି ଈଶ୍ୱରଙ୍କର ଅନୁଗ୍ରହ ପ୍ରଚୁର। ସେଥିପାଇଁ ଆମମାନଙ୍କର ସେବା କାର୍ଯ୍ୟରେ ଈଶ୍ୱରଙ୍କର ଅନୁଗ୍ରହକୁ କେବେ ହେଲେ ଆମେ ଉପେକ୍ଷା ନ କରିବା, କେବଳ ହାଲୁକା ଭାବରେ ଗ୍ରହଣ ନ କରିବା। ଯେତେବେଳେ ଆଜି ଆମେ ଅଳ୍ପ ସମୟ ପୁରାତନ ନିୟମର ଭବିଷ୍ୟତ ବକ୍ତାଙ୍କର ଜୀବନକୁ ଲକ୍ଷ୍ୟ କରୁଛୁ, ତାଙ୍କର ପୁସ୍ତକକୁ ପାଠ କରୁଛୁ, ତେବେ କେତେ ଗୁଡ଼ିଏ ବିଷୟ ଆମେ ଆଜି ବିଶେଷ ଭାବରେ ନିଜ ପାଇଁ, ପୁଣି ଆମମାନଙ୍କର ସେବା କାର୍ଯ୍ୟ ପାଇଁ ଆମେ ଗ୍ରହଣ କରିବା। ଏ ସ୍ଥାନରେ ଆମେ ପାଠ କରୁଛୁ ଆରମ୍ଭରେ, ଈଶ୍ୱର ଜୁନୁସଙ୍କର ନିକଟରେ ଏହି ବାକ୍ୟ ପ୍ରେରଣ କଲେ, ଯେପରି ସେ ନିନିଭି ନଗରରେ ଥିବା ବହୁ ସଂଖ୍ୟକ ଲୋକ, ଯେଉଁମାନେ କି ଦୁଷ୍ଟତାରେ, ଯେଉଁମାନେ କି ଅବାଧ୍ୟତାରେ, ନାନା ପ୍ରକାର କୁକର୍ମରେ ଜୀବନ କାଟୁଥିଲେ, ମନେ ହୁଏ ଯେପରି ସେଦିନ ସେହି ସମୟରେ ଈଶ୍ୱରଙ୍କର ହୃଦୟ ନିନିଭି ସହର ଗ୍ରାମବାସୀ ନଥିଲା, ଏକ ବିରାଟ ସହର ଥିଲା। କିନ୍ତୁ ସେହି ସହର କୁକର୍ମରେ, ମନ୍ଦ କାର୍ଯ୍ୟରେ ସେମାନେ ଏପରି ଭାବରେ ଲିପ୍ତ ଥିଲେ, ଯଦ୍ୟପି ସେମାନଙ୍କ ପ୍ରତି ଈଶ୍ୱରଙ୍କର ବିଚାର ଥିଲା, ତଥାପି ଈଶ୍ୱର ସେମାନଙ୍କୁ ବିନାଶ କରିବା ପାଇଁ ଇଚ୍ଛା କରିନଥିଲେ। ତାଙ୍କର ବିକଳିତ ହୃଦୟ ଥିଲା, ଯେପରି ସେମାନଙ୍କୁ ସେ ଉଦ୍ଧାର କରିବେ, ତାଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ। କିନ୍ତୁ ସେ ଖୋଜୁଥିଲେ କାହାର ମାଧ୍ୟମରେ ସେ ତାଙ୍କର ସେହି ଉଦ୍ଧାର କାର୍ଯ୍ୟକୁ ସଫଳ କରିବେ। ଏହା ସବୁବେଳେ ଅତି ବାସ୍ତବ। ଈଶ୍ୱର ତାଙ୍କର ଲୋକମାନଙ୍କୁ, ଆମ୍ଭମାନଙ୍କୁ ତାଙ୍କର ଅସ୍ତ୍ର ଭାବରେ ସେ ବ୍ୟବହାର କରିଥାନ୍ତି। ଆମମାନେ ତାଙ୍କର ସେବା କାର୍ଯ୍ୟର ସମସ୍ୟା, ପୁଣି ଅନେକ ସମୟରେ ଆମମାନେ ହିଁ ତାଙ୍କର ସେବା କାର୍ଯ୍ୟର ଶକ୍ତିଶାଳୀ ଅସ୍ତ୍ର ଭାବରେ ବ୍ୟବହୃତ ହେଇପାରୁ। ସେଥିପାଇଁ ଆମେ ପ୍ରଥମ ପଦରେ ଦେଖୁଛୁ, ଈଶ୍ୱର ନିଜେ ତାଙ୍କର ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମ ପଦକ୍ଷେପ ନେଉଛନ୍ତି। ସେଥିପାଇଁ ସେ ଖୋଜି ବୁଲିଲେ, ସେ ଜୁନୁସଙ୍କୁ ତାଙ୍କର ନିଜର ଭବିଷ୍ୟତ ବକ୍ତା ଭାବରେ, ନିଜର ମୁଖପାତ୍ର ଭାବରେ ସେ ପୃଥକ କଲେ, ମନୋନୀତ କଲେ। ଯେତେବେଳେ ଆମେ ପରବର୍ତ୍ତୀ ସମୟରେ ଚିନ୍ତା କରିବା ଯେ ସେହି ସମୟରେ ସେହି ସେବା କାର୍ଯ୍ୟ ନିମନ୍ତେ ଜୁନୁସ କୌଣସି ପ୍ରକାର ଭାବରେ ସମର୍ଥ ନଥିଲେ, କେତେ ଗୁଡ଼ିଏ ବିଷୟକୁ ଲକ୍ଷ୍ୟ କରୁଛୁ। ଯେଉଁ ନିନିଭି ସହରକୁ ଈଶ୍ୱର ତାକୁ ପ୍ରେରଣ କରୁଛନ୍ତି, ଯେପରି ସେଠାକୁ ସେ ଯିବେ, ଈଶ୍ୱରଙ୍କର ସମ୍ବାଦ
प्रचार करिवे घोषणा करिवे जेपरि सेमाने अपना अपना मंद कर्मरु फेरिवे ईश्वर ठारे विश्वास करिवे। देखुछु सेई समय जुनुसंकर मतरे अनेक गुड़िए पुरातन चिंताधारा गुड़िक थिला जो समस्त विषय पाई हुए तो प्रथम अवस्था प्रथम आह्वान जुनुस ईश्वर से निर्दिष्ट ऐश्वरिक आह्वान प्रति अबाध्य होते ताकर धारणा थिला जे ईश्वर इस्राएल जाति प्रति आशीर्वाद आणती अन्य जाति माने केवल तांकर विनाशर पात्र तांकर मन से चिंता थिला। द्वितीय चिंता थिला तांकर हृदय मतरे गर्व से जानी थिले जे ईश्वर दयालु जेतबेले सुसमाचार सेमानक निकट पहुंचबो निश्चित भाव रे निनिवेर लोक माने सेमान अनुताप करी ईश्वर को फेरिबे। जदि ईश्वर को निकट फेरिबे तांकर हृदय मतरे जो गर्व थिला अहंकार थिला निजर लोक मानक प्रति ताहा विनष्ट हबो। एक पाखे पूर्व धारणा द्वितीय हृदय मतरे थिला गर्व तो संगे संगे आम लक्ष्य करुचु मन भीतर थिला से भय कारण से निनिवे लोक माने से विजातीय लोक माने थिले इस्राएल मानकर शत्रु। हाँ प्रिय बंधुगण हो पारे ए केतोटी विषय गुड़िक जुनुसकर मन को एपरी भाव अधिकार कर नहीं थिला सही समय जब ईश्वर ताकू डाकुचती निर्दिष्ट भाव डाकुचती उठ जुनुस उठ निनिवे नगर को जाओ निनिवेवासी मानकर पदरे तुमर वाक्य प्रचार कर मोर वाक्य प्रचार कर जेपरि से माने फेरिवे। किंतु एई प्रतिबंधक गुड़िक हेतु हुए तो जुलूस ईश्वर से निर्दिष्ट आह्वान प्रति अबाध्य हले। हाँ प्रिय बंधुगण अनेक समय जो ईश्वर आह्वान आम प्रति निर्दिष्ट भाव आसे को प्रकार संवाद प्रेरण करवा क्यों लोक मान निकट जावा क्यों स्थान को जीवा जो ये समस्त अति स्पष्ट भाव आम प्रति आसे हो पारे केतक समय आम पूर्व चिंताधारा गुड़िक केतक समय आम निज व्यक्तिगत जीवन परिवेश गुड़िक आम प्रतिबंधक दिए। मन रखा जदि ईश्वर प्रति आम प्रेम अच्छी लोक मान प्रति आम दया भाव अच्छी प्रेम भाव अच्छी से निकट सुसमाचार पहुँचो से जेकोसी स्थान हूँ ना कहीं जेकोसी भाषावादी हूँ ना कहीं तेरे जाए प्रिय बंधुगण सुसमाचार ये प्रतिबंधक विषय गुड़िक आम माने ईश्वर प्रेम पुणी मनुष्य मान प्रति दया भाव द्वारा केवल आम आम विजय लाभ करिपरिबा। तेबे जो ईश्वर आह्वान निर्दिष्ट भाव जुनुसंग निकट को आज आसुची उठ निनिवे नगर को जाओ आज से पश्चातपत है लिखा जाउची दुई पदरे प्रथम पर्व जदि आम पाठ करवा ताकर अबाध्यता ईश्वर निर्दिष्ट आह्वान मतरे तांकर अबाध्यता निनिवे नगर को जीवा परिवर्ते आमने पाठ करुचु से तर्शीस को जीवा पाई से बाहरिले देखा जाउची तर्शीस को जीवा निमंते से ईश्वर छामरु पलायन करबा पाई चेष्टा कले। हाँ से जानी पारि नथिले जे ईश्वर आह्वान से पढ़ाउचंती हुए तो से निरापद स्थान को जाउचंती ईश्वर उपस्थिति पलायन करबा प्रिय बंधुगण एक विपदर विषय एक भयंकर विषय। परपद गुड़िकर आम पढ़ुचु जो एक समय आसला से नाविक मैंने देखिले जे ए ईश्वर सेवक जहाँ निकट ईश्वर आह्वान आसी से ईश्वर उपस्थिति चली जाऊँगी। प्रिय बंधुगण देखिपु अनेक समय जिते आने निजे ईश्वर उपस्थिति चली जाऊ आम जीवन आमर आत्मिक जीवन आमर आचरण आमर स्वभाव चरित्र आम कार्यकलाप गुड़िक एपरी भाव में प्रकाशित हुए जो द्वारा कि चारिपाखर लोक मैंने जानती जे आम ईश्वर सहित ठीक भाव में गमनागमन करूनु ईश्वर सहित आम सहभागिता ना ईश्वर सेवक भाव में आम अबाध्यतार जीवन काटुचु ताहा कौन सत्य नुहे। हाँ से दिन से ईश्वर छामुरु चली जावाई से चेष्टा करथिले किंतु से भूली जाइथिले
କିଏ ଈଶ୍ୱରଙ୍କର ଛାମରୁ ଦୂରକୁ ଯାଇପାରେ? ତାହା ମାନେ ପାଠ କରୁଛୁ ଗୀତ ସଂଗୀତା 139 ଗୀତରେ ଦାଉଦ ସୁସ୍ପଷ୍ଟ ଭାବରେ କହୁଛନ୍ତି, ହେ ପରମେଶ୍ୱର, ମୁଁ କେଉଁ ସ୍ଥାନକୁ ଯିବି? ଯଦି ମୁଁ ସ୍ୱର୍ଗକୁ ଯାଏ ସେଠାରେ ତୁମେ, ଯଦି ମୁଁ ପାତାଳକୁ ଯାଏ ସେଠାରେ ମଧ୍ୟ ତୁମେ, ଏପରି କୌଣସି ସ୍ଥାନ ନାହିଁ ହେ ଈଶ୍ୱର ମୁଁ ଆପଣଙ୍କୁ ଲୁଚାଇ ପାରେ। କିନ୍ତୁ ଧନ୍ୟ ସେଦିନ ଜୁନୁସ ଈଶ୍ୱରଙ୍କ ଦ୍ୱାରା ଆହୁତ ଲୋକମାନଙ୍କର ନିକଟରେ ଭାବବାଦୀ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବେ, ଫଳରେ ଈଶ୍ୱରଙ୍କ ଲୋକମାନେ ତାଙ୍କର ଲୋକମାନେ ଈଶ୍ୱରଙ୍କ ନିକଟକୁ ଫେରିବେ। এই ସମସ୍ତ କଥା ପାର୍ଶ୍ୱରେ ଦେଇ ସେ ଈଶ୍ୱରଙ୍କର ଛାମରୁ ଚାଲି ଯାଉଛନ୍ତି। ହଁ, ଯେଉଁ ପଦକ୍ଷେପ ଗୁଡ଼ିକ ଜୁନୁସଙ୍କ ଜୀବନରେ ଦେଖୁଛୁ, ଲେଖାଯାଉଛି ତର୍ଷୀସକୁ ଯିବା ନିମନ୍ତେ କେଉଁ ସ୍ଥାନକୁ ଗଲେ? ଲେଖାଯାଉ ସେ ଜାଫକୁ ବାହାରିଲେ। ଜାଫ ଥିଲା ଏକ ନିକଟବର୍ତ୍ତୀ ଜାହାଜର ବନ୍ଦର। সেই ସ୍ଥାନକୁ ସେ ଗଲେ। ଆଉ ଲେଖାଯାଉଛି ସେହି ସ୍ଥାନରେ ଯେତେବେଳେ ବନ୍ଦରରେ ପହଞ୍ଚିଲେ, ସେ ତର୍ଷୀସକୁ ଯିବା ନିମନ୍ତେ ଏକ ଜାହାଜ ପ୍ରସ୍ତୁତ ହେବାର ଦେଖିଲେ। ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ ପରବର୍ତ୍ତୀ ସମୟରେ ଦେଖୁଛୁ ଯେ ଏହି ସମୟଠାରୁ ଜୁନୁସଙ୍କର ଜୀବନ ନିମ୍ନଗାମୀ ହେବା ପାଇଁ ଆରମ୍ଭ କଲା। କେତେବେଳେ ଆରମ୍ଭ ହୁଏ? ଯେତେବେଳେ ପ୍ରିୟ ବନ୍ଧୁଗଣ ଆପଣ ପୁଣି ମୁଁ ଆମମାନେ ଈଶ୍ୱରଙ୍କର ସହଭାଗିତାରୁ ଦୂରକୁ ଯାଉ, ଈଶ୍ୱରଙ୍କର ଆହ୍ୱାନ ବାଧ୍ୟ ହଉ, ଈଶ୍ୱରଙ୍କ ସହିତ ଆମମାନଙ୍କର ଯୋଗାଯୋଗ ଠିକ ନଥାଏ, ଯେତେବେଳେ ଆମେ ନିଜର ଇଚ୍ଛା ଅନୁସାରେ ଚାଲିବା ପାଇଁ, ଆଚରଣ କରିବା ପାଇଁ, କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁ, ସେହି ସମୟରେ ହିଁ ଆମମାନଙ୍କର ଜୀବନ ଏକ ନିମ୍ନଗାମୀ ହେଇଥାଏ। ଲେଖାଯାଉଛି ସେ ଜୋଫାକୁ ବାହାରିଲେ। ତତ୍ପରେ ଲେଖାଯାଉଛି ସେ ଜାହାଜ ଭିତରକୁ ଗଲେ। ପରବର୍ତ୍ତୀ ସମୟ ଲେଖାଯାଉଛି ଜାହାଜର ଅନ୍ତ ଭାଗରେ ସେ ରହିଲେ। ପରପଦ ଲେଖାଯାଉଛି ସେ ମାଛର ଉଦରକୁ ଗଲେ। ପ୍ରିୟ ବନ୍ଧୁଗଣ, ସମସ୍ତ ଜୁନୁସଙ୍କ ଜୀବନର ଏକ ନିମ୍ନଗାମୀ ଅବସ୍ଥା। କିନ୍ତୁ ସେ ଭୁଲି ଯାଇଥିଲେ ଯେ ସମସ୍ତ ମଧ୍ୟରେ ସେ କୌଣସି ପ୍ରକାର ଭାବରେ ଈଶ୍ୱରଙ୍କର ଉପସ୍ଥିତିରୁ ବାହାରି ଯାଇପାରନ୍ତି ନାହିଁ। ହଁ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ ଈଶ୍ୱରଙ୍କର ଉପସ୍ଥିତିରୁ ବାହାରି ଯାଉ, ମନେ ରଖିବା ଆମମାନଙ୍କର ଜୀବନରେ ଈଶ୍ୱର ଯେଉଁ ମଙ୍ଗଳ ଦାନ ଗୁଡ଼ିକ ଦେଇଥାନ୍ତି, ଯେଉଁ ଉତ୍ତମ ବିଷୟ ଗୁଡ଼ିକ ଦେଇଥାନ୍ତି, ତାଙ୍କର ବ୍ୟବହାର ନିମନ୍ତେ, ଅନ୍ୟମାନଙ୍କର ଆଶୀର୍ବାଦ ନିମନ୍ତେ, ମନେ ରଖିବା ସେ ସମସ୍ତ ଉତ୍ତମ ଦାନ ଗୁଡ଼ିକ, ଉତ୍ତମ ବିଷୟ ଗୁଡ଼ିକ ଆଉ ଈଶ୍ୱରଙ୍କର ଗୌରବ ନିମନ୍ତେ ବ୍ୟବହାରଯୋଗ୍ୟ ହେଇପାରିନଥାଏ। ତାହା ଥିଲା ଜୁନୁସଙ୍କର ଜୀବନ। ତାଙ୍କର ଜୀବନ ଥିଲା ଏକ ନିମ୍ନଗାମୀର ଜୀବନ। ଆଜି କ'ଣ ଆପଣଙ୍କର ଜୀବନ, ମୋ ଜୀବନ? କ୍ରମାଗତ ଭାବରେ ଗୋଟିଏ ପାଦ ପରେ ଆଉ ଗୋଟିଏ ପାଦ ଆମେ ତଳକୁ ଯାଉଛୁ। ଆଉ ଲେଖାଯାଉଛି ସେ ତର୍ଷୀସକୁ ବାହାରିଗଲେ। ଯେଉଁ ସ୍ଥାନରେ ଜୁନୁସକୁ ଆହ୍ୱାନ ଆସିଥିଲା, ନିନିବି କେବଳ 500 କିଲୋମିଟର ଦୂରବର୍ତ୍ତୀ ଥିଲା। କିନ୍ତୁ 500 କିଲୋମିଟର ଯିବା ପରିବର୍ତ୍ତେ ବର୍ତ୍ତମାନ ସେ ପସନ୍ଦ କଲେ ତର୍ଷୀସ, ଯାହାକି ପ୍ରାୟ 2000ରୁ ଅଧିକ କିଲୋମିଟର ଦୂରବର୍ତ୍ତୀ ଏକ ସ୍ଥାନ। ଦେଖିପାରୁଛୁ, ସେହି ସ୍ଥାନକୁ ଯିବା ନିମନ୍ତେ ଲେଖାଯାଉଛି ସେ ଜାହାଜକୁ ପାଇଲେ। ମନେ ହେଉଥିବ, ଦେଖ ଏ ସମସ୍ତ ମଧ୍ୟରେ ଈଶ୍ୱର ମୋ ସଙ୍ଗରେ ଅଛନ୍ତି। ମୁଁ ଜାଫରେ ପହଞ୍ଚିଲି, ଆଉ ସମୟ ବିଳମ୍ବ ନ କରି ଜାହାଜ ମଧ୍ୟ ପ୍ରସ୍ତୁତ ଥିଲା। ମୋ ହାତରେ ମଧ୍ୟ ଟଙ୍କା ଥିଲା, ତାର ମୂଲ୍ୟ ଦେଲି, ଟିକଟ କଲି, ଆଉ ବସିଲି। ବର୍ତ୍ତମାନ ଜାହାଜ ଚାଲିଛି, ସବୁ ବିଷୟ ସୁନ୍ଦର। ହଁ ପ୍ରିୟ ବନ୍ଧୁଗଣ, ମନେ ରଖିବା ଅନେକ ସମୟରେ ଆମମାନଙ୍କର ଚାରିପାଖରେ ସମସ୍ତ ବିଷୟ ସୁନ୍ଦର ପରି ସଜଡ଼ା ଯାଇଥିବା ପରି ମନେ ହୁଏ। କିନ୍ତୁ ମନେ ରଖିବା ସେ ସମସ୍ତ ପଛରେ ଯେ ଏକ ବିପଦ ଥାଏ, ତାହା ଆମେ ପ୍ରଥମ ଅବସ୍ଥାରେ ଜାଣିପାରିନଥାଉ। ଜୁନୁସ ଜାଣିପାରିନଥିଲେ। ସେ ଭାବୁଥିଲେ ସବୁଟା ଠିକ ଠାକ ହେଇଛି, ତାଙ୍କୁ ଏକ ମୂଲ୍ୟ ଦେବା ପାଇଁ ପଡ଼ିଲା। ହଁ ପ୍ରିୟ ବନ୍ଧୁଗଣ, ନିନିବି ନଗରକୁ ଯିବା ପାଇଁ ଈଶ୍ୱର ହୁଏତ ତାଙ୍କୁ ସେଦିନ ମୂଲ୍ୟ ଦେଇଥାନ୍ତେ, ଭଡ଼ା ଦେଇଥାନ୍ତେ, ଅର୍ଥ ଯୋଗାଇଥାନ୍ତେ। କିନ୍ତୁ ଯେହେତୁ ଆଜି ସେ ନିଜେ ଈଶ୍ୱରଙ୍କର ଦୃଷ୍ଟିରୁ, ଈଶ୍ୱରଙ୍କ ସମ୍ମୁଖରୁ, ଈଶ୍ୱରଙ୍କର ଆହ୍ୱାନରୁ ଦୂରକୁ ଚାଲି ଯାଉଛନ୍ତି, ସେଥିପାଇଁ ତାଙ୍କୁ ତାଙ୍କର ଭଡ଼ା ବା ଏକ ମୂଲ୍ୟ ଦେବା ପାଇଁ ପଡ଼ିଲା। ହଁ ପ୍ରିୟ ବନ୍ଧୁଗଣ, ମନେ ରଖିବା
आज कौन आम अबाध्यता द्वारा आम एक मूल्य दौचु तेज निनिवी सहर एक बड़ा सहर थिला लोक मैंने दुष्टतार थिले ईश्वर हृदय से प्रति एक भारग्रस्त भाव फल ईश्वर जदपि दास ताकर मनोनीत सेवक आज सम्मुखर दूर को चली जाउछथि ईश्वर योजना कौन विफल हम ना ईश्वर अनुकृपाकारी ईश्वर ताकर दासंकर पछरे अछंती ताकु सुजोग दउछथि ताकर पछरे अछंती हाँ जेतबे से जहाज रे चढ़िले यात्रा करुछंती ईश्वर तांकर दासंकर प्रति मनोयोगी हेले से चाहि नथिले जे से ईश्वर छामरु अधिक दूर को जातु ईश्वर संकल्प को नष्ट करतु ईश्वर ताकर पछे पछे थिले देखा जाउछि ईश्वर कार्य करबा पाए आरंभ कले एक झड़ देखा जाउछि ईश्वर एक झड़ प्रचंड झड़ निरूपण कले जेपरि जहाज जो स्थान रे सेवक जाउछंती से आगु को बढ़ी पारिबेनी ताकर पथ रुद्ध कले एक जहाज परवर्ती समय देखुचु ईश्वर ताको निमंते ताको उद्धार करबा निमंते एक बड़ माछ को मध्य निरूपण कले हाँ प्रिय बंधुगण मन पार्छु आमर जीवन रे ईश्वर विभिन्न प्रकार घटना आनती विभिन्न प्रकार परिस्थिति आनती जो समय आम जानू जे कहीं समस्त मन रखा जे आम सृष्टि करिसती आमर जीवन पछे संकल्प रखिछती से आम जीवन कार्य करुछती सेदिन हुए से भाभी मु पड़े जाऊँगी ईश्वर मत देखु ना कई मत देखी पारे मु जहाज भितर अच्छी जहाज अंत भाग लुचि होती कहीं जापारे ना प्रिय बंधुगण आपण पुणी मुझे आपण को कौन प्रकार भाव ईश्वर ठार बेसी दूर को जाए कि लुचि जापर नहीं ईश्वर एक प्रचंड झड़ सृष्टि कले जीवन झड़ गुड़िक द्वारा जबरी ईश्वर आम को पुनर्बार फेरेबे झड़ सुस्थिर गले फल कौन है लोक मान मन में आशंका आसला कहीं हठात यही प्रकार जर जो सहयात्री मान जाऊले वर्तमान से मन में एक भय आसला किंतु से भय भितर से देवता मान निकट में प्रार्थना कले किंतु देखुचु ईश्वर सेवक से समय जहाजर अंत भागे शोई पड़ी जो समय से प्रार्थना करने कथा जागृत रहा कथा जो समय ईश्वर संकल्प साधन करी भिन्न स्थान को जावा कथा जो विमुख होती से आराम रे शोचती किंतु अन्य माने प्रार्थना करुचती हाँ प्रिय बंधुगण झड़ अनेक समय आम को ईश्वर निकट को फेरे थाए झड़ पर से मध्य प्रश्न आसला से दास को प्रश्न पचार सातोटी प्रश्न क्रमागत भाव हे निद्रा उठ हे निद्रा उठ अपना देवता निकट प्रार्थना कर देखी पार्छ प्रिय बंधुगण या कौन सत कथा नुहे वर्तमान ख्रीष्टीय मंडली निकट में आज विजातीय माने यही आह्वान आनती जगतर परिस्थिति लोक मानकर अवस्था दुष्टता मंदता सठता जिते आम देश आम पृथ्वी में व्यापी जाऊँगी आज कौन विजातीय माने कहना हे ख्रीस्टियान माने हे मिशनरी माने हे पालक माने उठ प्रार्थना कर मंडली जागृत हो प्रार्थना कर आज विजातीय मान ठारू से आह्वान से दिन लोक मैंने कहले उठ प्रार्थना कर प्रिय बंधुगण यही आह्वान सम्मुखें ईश्वर जो जीरुशंकर जीवन मत जो कार्य करुले से कहले कौन करवा जीरुश तुम प्रति कौन करवा जब तुम्हें रक्षा पाओ पाओ बा न पाओ मात्र जपरी आम रक्षा पाऊ से कहले आ कौन करवा मत तुम्हें पकई दियो जहाज पकई दियो तेबे जाए झड़ सुस्थिर हम देखिपार प्रिय बंधुगण से जानी निमंते से स्थान जेहेतु से ईश्वर छामरु दूर को चली जाउछंती ईश्वर आह्वान बाध्य होउछंती सेतिपाए समस्त घटना गुड़िक तांको प्रति पुणी से लोक मान प्रति घटी मन रखा अनेक समय आमर पाई आमर परिवार आमर समाज आमर मंडली मध्य अनेक प्रकार यही प्रकार परिस्थिति सृष्टि हुए तेज जहाँ होना कहीं
ସେମାନେ କହିଲେ ଆମକୁ ପକେଇ ଦିଅ। ସେ ପକେଇ ଦେଲେ, ଝଡ଼ ସୁସ୍ଥିର ହେଲା। କିନ୍ତୁ ଈଶ୍ୱର କାର୍ଯ୍ୟ ଶେଷ କରିନାହାନ୍ତି ଜୁନୁସଙ୍କ ଜୀବନରେ। ଲେଖାଯାଉଛି ଈଶ୍ୱର ଏକ ବଡ଼ ମାଛକୁ ପ୍ରସ୍ତୁତ କରି ରଖିଥିଲେ। ହଠାତ୍ ନୁହେଁ, ପ୍ରସ୍ତୁତ କରି ରଖିଥିଲେ। ଯେଉଁ ମୁହୂର୍ତ୍ତରେ ଜୁନୁସ ପାଣି ଭିତରେ ପଡ଼ିଲେ, ମାଛ ପାଟି ଆଁ କରିଥିଲା, ମାଛର ପେଟରେ ସେ ଚାଲିଗଲେ। ପ୍ରିୟ ବନ୍ଧୁଗଣ, ଈଶ୍ୱର ଜୁନୁସଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ଯୋଜନାକୁ ସ୍ଥିର କଲେ। ସେ ହୁଏତ ସମୁଦ୍ର ମଧ୍ୟରେ ପଡ଼ି ମରିଥାନ୍ତେ, କାରଣ ଅବାଧ୍ୟତା ଯାଉଛନ୍ତି। ପ୍ରିୟ ବନ୍ଧୁଗଣ, ଅନୁଗ୍ରହକାରୀ ଈଶ୍ୱର ଆପଣଙ୍କୁ ପୁଣି ମୋତେ ଆମମାନଙ୍କର ବିପଦ ଗମନରେ, ଆମମାନଙ୍କର ଅବାଧ୍ୟତାରେ ସେ ଆମକୁ ନଷ୍ଟ କରିବା ପାଇଁ, ଆମମାନଙ୍କୁ ମାରିଦେବା ପାଇଁ ଚାହାନ୍ତିନି। କାରଣ ଆପଣଙ୍କର ପଛରେ, ମୋର ପଛରେ, ଅନ୍ୟମାନଙ୍କର ନିମନ୍ତେ ଏକ ଅଭିପ୍ରାୟ ରହିଛି, ଏକ ଯୋଜନା ରହିଛି। ଆମମାନଙ୍କୁ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି। ମାଛ ପେଟରେ ବର୍ତ୍ତମାନ ଜୁନୁସ, ଆଉ ସେଇ ସମୟ ଈଶ୍ୱର ନିରୂପଣ କଲେ। ଆଉ ସେଇ ସମୟ ମଧ୍ୟରେ ଦେଖୁଛୁ ଯେ ଆପଣା ବିଷୟରେ ଚିନ୍ତା କରିବା ପାଇଁ ଜୁନୁସ ଆରମ୍ଭ କଲେ, ପ୍ରାର୍ଥନା କଲେ। ଅନ୍ୟମାନେ ଯେତେବେଳେ ପ୍ରାର୍ଥନା କରୁଥିଲେ ସେ ଶୋଇ ପଡ଼ୁଥିଲେ। ବର୍ତ୍ତମାନ ଅନ୍ୟମାନେ ଯେତେବେଳେ ଭୟଭୀତ, ସେତେବେଳେ ଜୁନୁସ ପ୍ରାର୍ଥନା କରିବା ପାଇଁ ଆରମ୍ଭ କଲେ। ଦ୍ୱିତୀୟ ପର୍ବ ଯେତେବେଳେ ଆମେ ଚାଲି ଆସୁଛୁ, ସେହି ସ୍ଥାନରେ ଆମେ ଜୁନୁସଙ୍କର ପ୍ରାର୍ଥନା, କୋଉ ପ୍ରକାର ପ୍ରାର୍ଥନା? ଏକ ଅନୁତାପର ପ୍ରାର୍ଥନା, ଏକ ଧନ୍ୟବାଦର ପ୍ରାର୍ଥନା, ଏକ ପାପ ସ୍ୱୀକାରୋକ୍ତିର ପ୍ରାର୍ଥନା, ଏକ ଅନୁତାପର ପ୍ରାର୍ଥନା, ମନ ଫେରଣର ପ୍ରାର୍ଥନା, ମନ ଫେରଣର ପ୍ରାର୍ଥନା। ସେ ଶବ୍ଦ ଗୁଡ଼ିକ ଯଦି ଆମେ ପଢ଼ିବା, ଦୁଇ ପର୍ବ ପୁରା ପର୍ବଟି, ସେଥିରେ ଲେଖାଯାଉଛି ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ, ଆର୍ତ୍ତସ୍ୱର କଲେ, ଈଶ୍ୱରଙ୍କ ନିକଟକୁ ଫେରିଲେ। ଆପଣାର ବିଷୟକୁ ପଛରେ ପକେଇଲେ, ଈଶ୍ୱରଙ୍କ ନିକଟକୁ ଫେରିଲେ, ପ୍ରାର୍ଥନାରେ ଫେରିଲେ। ହଁ ପ୍ରିୟ ବନ୍ଧୁଗଣ, ସମୟ ଆସିଛି, ହେଇପାରେ ଆପଣ ପୁଣି ମୁଁ ଆମେ ଈଶ୍ୱର ଠାରୁ ଦୂରକୁ ଚାଲି ଯାଉଛୁ, କିନ୍ତୁ ଈଶ୍ୱର ଆପଣଙ୍କର ପଛରେ ଅଛନ୍ତି, ମୋ ପଛରେ ଅଛନ୍ତି। ସେ ଆମକୁ ବେଶୀ ଦୂରକୁ ଛାଡ଼ି ଦେବେ ନାହିଁ। ସେ ଆପଣଙ୍କୁ ଧରିବେ, ମୋତେ ଧରିବେ। ଜୁନୁସ ଭାବିଥିଲେ ଈଶ୍ୱର ମୋତେ ଧରି ପାରିବେନି, ମୁଁ ତର୍ଷୀସକୁ ଚାଲିଯିବି, ଈଶ୍ୱରଙ୍କର ଯୋଜନା ବିଫଳ ନା। ଈଶ୍ୱର ତାଙ୍କର ଯୋଜନାକୁ ଆପଣଙ୍କର ପୁଣି ମୋର ଜୀବନରେ କେବେ ହେଲେ ବ୍ୟର୍ଥ ହେବା ପାଇଁ ଦେବେ ନାହିଁ। ଈଶ୍ୱର ସୁଯୋଗ ଦେଲେ, ତାଙ୍କର ଜୀବନରେ ଦ୍ୱିତୀୟ ସୁଯୋଗ ଆସିଲା। ଅନୁତାପର ପ୍ରାର୍ଥନା, ଦ୍ୱିତୀୟ ସୁଯୋଗ ଆମେ ଦେଖୁଛୁ 3 ପର୍ବ ପୁନରୁଦ୍ଧାର। ଈଶ୍ୱର ପୁନର୍ବାର କହୁଛନ୍ତି, ହେ ଜୁନୁସ ଉଠ, ସେଇ ନିନିବେ ନଗରକୁ ତୁମେ ଯାଅ, ଆଉ ସେଇ ଲୋକମାନଙ୍କ ନିକଟରେ ମୋର ବାକ୍ୟ ପ୍ରଚାର କର। ସମସ୍ତ ଘଟଣା ଗୁଡ଼ିକ ଆମେ ଜାଣିଛୁ। ଲେଖାଯାଉଛି 3 ଦିନର ବାଟ। ଯେଉଁ ମୁହୂର୍ତ୍ତରେ ସେ ନିନିବେ ନଗରରେ ପହଞ୍ଚିଲେ, ଆରମ୍ଭ ଅବସ୍ଥାରୁ ଈଶ୍ୱରଙ୍କର ବାକ୍ୟ ସେ ଘୋଷଣା କରିବା ପାଇଁ ଆରମ୍ଭ କଲେ। କେବଳ ଗୋଟିଏ ଧାଡ଼ିର ସମ୍ବାଦ, ଗୋଟିଏ ଧାଡ଼ିର ସମ୍ବାଦ, ହେ ନିନିବେ ଲୋକମାନେ, ଆଉ 40 ଦିନ ପରେ, ହେ ନିନିବେର ଲୋକମାନେ, ଆଉ 40 ଦିନ ପରେ ତୁମମାନେ ବିନାଶ ହବ, ବିନାଶ ହବ। ପ୍ରିୟ ବନ୍ଧୁଗଣ, ଈଶ୍ୱର ଜୀବନରେ ଦ୍ୱିତୀୟ ସୁଯୋଗ ଆଣିଥାନ୍ତି। ଆମମାନଙ୍କର ଈଶ୍ୱର ଅନୁଗ୍ରହକାରୀ ଈଶ୍ୱର। ପିତରଙ୍କର ଜୀବନରେ, ଜନ୍ ମାର୍କଙ୍କର ଜୀବନରେ, ଅନିସିମଙ୍କର ଜୀବନରେ, ପୁଣି ସେହିପରି ହୁଏତ ଆମମାନଙ୍କର ଜୀବନରେ ଈଶ୍ୱର ଅନେକ ବାର ଦ୍ୱିତୀୟ ସୁଯୋଗ, ତୃତୀୟ ସୁଯୋଗ, ଚତୁର୍ଥ ସୁଯୋଗ ଆଣୁଛନ୍ତି, ଯେପରି ଆମମାନେ ତାଙ୍କ ନିକଟକୁ ଫେରିବା, ସର୍ବାନ୍ତକରଣ ସହିତ ଫେରିବା। ସେଦିନ ଜୁନୁସ ସର୍ବାନ୍ତକରଣ ସହିତ ଈଶ୍ୱରଙ୍କ ନିକଟକୁ ଫେରିଲେ। ଫଳରେ ଈଶ୍ୱରଙ୍କର ସଂକଳ୍ପକୁ, ଈଶ୍ୱରଙ୍କର ଆହ୍ୱାନକୁ ପୁନର୍ବାର ନିଜ ଜୀବନରେ ଗ୍ରହଣ କଲେ, ନିନିବେ ନଗରରେ ପ୍ରବେଶ କଲେ, ଆଉ ଈଶ୍ୱରଙ୍କ ବାକ୍ୟକୁ ଘୋଷଣା କଲେ। ଜୁନୁସ ଭାବି ନଥିଲେ ଯେ ତାଙ୍କର ଏଇ ଗୋଟିଏ ଧାଡ଼ିର ସମ୍ବାଦ, ଈଶ୍ୱରଙ୍କର ବାକ୍ୟର ସମ୍ବାଦ ଲୋକମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବ। କୋଉମାନଙ୍କ ମଧ୍ୟରେ ପରିବର୍ତ୍ତନ? 3 ପର୍ବ ଯଦି ଆମେ ପାଠ କରିବା, ଲେଖାଯାଉଛି ଯେ ରାଜା ଠାରୁ ଆରମ୍ଭ କରି ପ୍ରଜା ପର୍ଯ୍ୟନ୍ତ ରାଜା ସିଂହାସନରୁ ଓହ୍ଲେଇ ପଡ଼ିଲେ। ପ୍ରାଚୀନ ମାନେ ଏକତ୍ରିତ ହେଲେ, ସମସ୍ତ ନିନିବେ ଲୋକମାନେ ଏକତ୍ରିତ ହେଲେ, ପଶୁମାନେ ଏକତ୍ରିତ ହେଲେ। ଘୋଷଣା କରାଗଲା ଯେ ବର୍ତ୍ତମାନ ସମୟଠାରୁ ଆସ,
आमने उपवास करवा से उपवास कले से छोट वस्त्र पिंधिले भस्मरे से बसिले से अनुताप कले से प्रार्थना कले प्रिय बंधुगण एक उद्दीपनार समय आसिला जो समय से ईश्वर वाक्य शुणिले जे ईश्वर विनाश करने आज्ञा देते से अनुभव कले राय समय आसी आमर मंद कर्म आउ दुष्टता पथरे आम रही यथेष्ट है ईश्वर विचार सन्निकट ईश्वर वाक्य सन्निकट आउ मन प्रेरणा करवा आस समस्ते प्रिय बंधुगण एक उद्दीपनार समय आसिला प्रिय बंधुगण अनेक समय आम जीवन में जिते आम ये समस्त विषय को अनुभव करूँ भाविचु आमर सरल साक्ष्य आमर सरल आमर संवाद गुड़िक अनेक जीवन में ग्राम सहर परिवार परिवर्तन आनी जुलूस अपेक्षा करते किंतु ईश्वर ताकर प्रतिज्ञा प्रमाण तांकर संकल्प को साधन कले एक उद्दीपना निनिवे नगर रे आसिला छोट ठारू बड़ पर्यंत समस्ते ईश्वर निकट को फेरिले ईश्वर अनुग्रहकारी परमेश्वर किंतु दुखर विषय एक उद्दीपनार समय ईश्वर दास जुलूसंकर मथरे एक आत्म अभिमान आसिला आत्मचिंताधारा आसिला से निज विषय चिंता करने आरंभ कले से भावी नथिले जे ईश्वर से निरीवीर लोक मान क्षमा देवे से परिवर्तन हेबे एपरी परिवर्तन हेबे जे पशु ठार आरंभ कर राजा पर्यंत राजा सिंहासन ओल्हे पड़े प्राचीन माने एकत्रित हेले ओखा पिंधिले निजर सुख स्वाच्छंद को से एड़े देले आउ नुहे हाँ प्रिय बंधुगण ताहा से केबे हेले आशा करिनथिले भाबिथिले ईश्वर स्वर को विनाश करिवे किंतु परवर्ती समय लिखा जाउची चारि पर्व से कहते हाँ पुनर्बार से प्रार्थना कर कहते हाँ ईश्वर मुझे जानूची ताकर अन्य उपाय नथिला से कहले ईश्वर मुझे जानूची तुम्हें दयालु तुम्हें करुणामय क्रोधरे धीर तुम्हें स्नेहशील दयारे महान कृपामय अमंगल करने को तुम्हें अनिच्छुक परिवेश मुझे जानी जे तुम्हें क्षमा कर से मुहूर्त ठारू जुलूसंकर जीवन रे एक भिन्न मोड़ आमने देखि पारुछु चारि पर्व एक निराशजनक परिस्थिति जुलूसंक जीवन रे आसिला से परिवर्तन देखि से खुशी नथिले यद्यपि आनंद करथिले जे ईश्वर वाक्य को से ग्रहण कले कारण जानती जेत ईश्वर दास ईश्वर प्रति मनोयोगी हेले ईश्वर प्रति फेरिले मन प्रेरणा कले परिवर्तित हेले ईश्वर से परिवर्तित जीवन माध्यम एपरी आश्चर्य कार्य कले जे समग्र निनिवेवासी परिवर्तित हेले बंधुगण ता ईश्वर आपणकर जीवन मोर जीवन कौन चाहती ना जे आप परिवर्तित हेबे मु परिवर्तित हेबी आमर छुआ से आमर देश को आमर परिस्थिति को आमर ग्राम को आमर शहर परिवर्तन करेंगे किंतु हाय से दिन जुलूस कहले प्रभु यथेष्ट है एत बड़े मोर जीवन को तुम्हें निय आउ बंची रहीबार कौन आवश्यकता ना चिंता कले निज विषय निजर सुरक्षा विषय निजर सम्मान विषय से मनोयोगी उठिले बंधुगण ईश्वर जो कार्य करती आज कौन आमने निज विषय मनोयोगी होचु निज स्वार्थ विषय मनोयोगी होचु निजर आत्म अभिमान प्रति मनोयोगी होचु सम्मान प्रति मनोयोगी होचु किंतु ईश्वर बारंबार जुलूस कहते जुलूस तुम्हें कहीं एपरी क्रोध करुच कहीं तुम्हें निराश होच देखो आम्बे कार्य करुचु मोर लोक मान प्रति मोर चिंता मोर लोक मान प्रति मोर भारग्रस्त से विनाश होंतु यहाँ मोर इच्छा नुहे जुलूस तुम्हें दुर्बल थिल अयोग्य थिल किंतु तुम्हें अयोग्य तुम अयोग्य पात्र को व्यवहार कली देख आखि खोली देख ईश्वर को धन्यवाद दियो प्रिय बंधुगण केते गुड़े शिक्षा आम रही ईश्वर जुलूसंकर से आत्म चिंताधारा को दूर करने लिखा जाउची
ନିରାଶ ହେଇ ଯେତେବେଳେ ଜୁନୁସ ବସି ରହୁଛନ୍ତି, ଏକ କଖାରୁ ଲତା ଲେଖାଯାଉଛି, ଏକ କଖାରୁ ଲତା ତାଙ୍କର ଉପରେ ଉଠୁଛି। ହଠାତ୍ ଈଶ୍ୱର ନିରୂପଣ କରୁଛନ୍ତି, ଛାଇ ହଉଛି, ସେ ଆରାମ ପାଉଛନ୍ତି। ଜୁନୁସ କହୁଛନ୍ତି ଏବେ ହେଲା, ତାହା ହିଁ ମୁଁ ଆଶା କରୁଥିଲି, ମୁଁ ଆରାମ ପ୍ରାପ୍ତ ଆଶା କରୁଥିଲି। କିନ୍ତୁ ଜାଣିପାରୁନଥିଲେ ଯେ ଈଶ୍ୱର କଖାରୁ ଲତାର ପଛରେ ତାଙ୍କର କାର୍ଯ୍ୟ କରୁଛନ୍ତି, ତାଙ୍କ ନିରୂପଣ ରହିଛି। ପରଦିନ ପ୍ରାତଃ କାଳରେ ଲେଖା ହେଉଛି ଈଶ୍ୱର ଗୋଟିଏ କୀଟକୁ ସେ ସୃଷ୍ଟି କଲେ। ଝଡ଼ ଆସିଲା, କୀଟ ଦ୍ୱାରା କ୍ଷୟପ୍ରାପ୍ତ ସେଇ କଖାରୁ ଲତା ଶୁଖି ଯାଇଥିଲା। ଏକ ଝଡ଼ ଆସିଲା, ସେଇ ଝଡ଼ରେ ସେଇ କଖାରୁ ଲତା କୁଆଡ଼େ ଉଡ଼େଇ ନେଲା। ପୂର୍ବ ପରି ତାଙ୍କର ଉପରେ ସେଇ ସୂର୍ଯ୍ୟ କିରଣ ସେ ଉତ୍ତାପ ପଡ଼ିଲା। ସେ ଚିନ୍ତା କଲେ କ'ଣ ହେଲା? ହୁଏତ ଭାବିଥିଲେ ଈଶ୍ୱର କାହିଁକି ଏ ସମସ୍ତ କରୁଛନ୍ତି, ଏ ସମସ୍ତ ବିଷୟ ପଛରେ କ'ଣ ଅଛି? ହଠାତ୍ କଖାରୁ ଲତା, ଗୋଟିଏ କୀଟ, ଝଡ଼। ହଁ ପ୍ରିୟ ବନ୍ଧୁଗଣ, ଈଶ୍ୱର ନିରୂପଣକାରୀ ଈଶ୍ୱର ଜୁନୁସଙ୍କର ଜୀବନ ପଛରେ କ୍ରମାଗତ ଭାବରେ ଈଶ୍ୱର କାର୍ଯ୍ୟ କରି ଛାଡ଼ିଛନ୍ତି, ବୁଝିବା ପାଇଁ ଚାହୁଁଛନ୍ତି। ଜୁନୁସ ନିରାଶ ହେଲେ, ସେ କଖାରୁ ଲତା ପ୍ରତି ନିରାଶ ହେଲେ। ପ୍ରଭୁ କହିଲେ, ଜୁନୁସ, ଏହା କ'ଣ ତୁମ ପକ୍ଷରେ ଉତ୍ତମ? ତୁମେ ଯଦି ଏଇ ସାମାନ୍ୟ କଖାରୁ ଲତା ପ୍ରତି ଏତେ ଚିନ୍ତା କରୁଛ, ଏତେ ଦୁଃଖ କରୁଛ, ଯାହାକୁ ତୁମେ ରୋପଣ କରିନାହଁ, ସେ ଉଠିଲା ଆଉ କ୍ଷୟ ପାଇଲା। ତେବେ ଜୁନୁସ ମନେ ରଖ, ଏହି ଚାରି ପାଖରେ ଯେଉଁ ଲୋକମାନେ ଅଛନ୍ତି, 30 ଲକ୍ଷରୁ ଅଧିକ ଲୋକମାନେ ଅଛନ୍ତି, ପଶୁମାନେ ଅଛନ୍ତି। ଜୁନୁସ ସେମାନଙ୍କ ପାଇଁ ମୋର ହୃଦୟ କ'ଣ ଭାରଗ୍ରସ୍ତ ହଉନି, ଚିନ୍ତିତ ହଉନି? ହଁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ନିଜ ନିଜ ଜୀବନ ବିଷୟରେ ଚିନ୍ତା କରୁ। ଆଜି କ'ଣ ଆମମାନେ ନିଜ ବିଷୟରେ ଏପରି ମନୋଯୋଗୀ ଯେ ଈଶ୍ୱରଙ୍କର କାର୍ଯ୍ୟ ପ୍ରତି ଆମମାନେ ଅମନୋଯୋଗୀ ହେଇଛୁ? ଈଶ୍ୱର କାର୍ଯ୍ୟ କରୁଛନ୍ତି। ତେବେ 4 ପର୍ବ ଆମେ 10 ପଦ ଆଉ 11 ପଦରେ ଏହି ପ୍ରକାର ଭାବରେ ଆମେ ପାଠ କରୁଛୁ। ସଦାପ୍ରଭୁ କହିଲେ, ଏହି କଖାରୁ ଲତା ପ୍ରତି ତୁମ୍ଭର ଦୟା ହୋଇଅଛି, ତହିଁ ପାଇଁ ତୁମେ ପରିଶ୍ରମ କରିନାହଁ କିମ୍ବା ତାହାକୁ ବଢ଼ାଇ ନାହଁ। ତାହା ଏକ ରାତ୍ରିରୁ ଉତ୍ପନ୍ନ ହେଲା ଓ ଏକ ରାତ୍ରିରେ ବିନଷ୍ଟ ହେଲା। ତେବେ ଜହି ମଧ୍ୟରେ ଦକ୍ଷିଣରୁ ବାମକୁ ଜାଣୁନଥିବା ଯେଉଁ ଲୋକମାନେ এই ନିନିଭି ସହରରେ ଅଛନ୍ତି, ମୁଁ କ'ଣ ସେମାନଙ୍କ ପ୍ରତି ଦୟା କରିବି ନାହିଁ? ପ୍ରିୟ ବନ୍ଧୁଗଣ, ଆଜି ଆପଣଙ୍କର ଜୀବନ, ଆମର ମୋ ଜୀବନକୁ ଯେତେବେଳେ ମାନେ ସମୀକ୍ଷା କରୁ, ଈଶ୍ୱର କ'ଣ ଆପଣଙ୍କୁ ସେଇ କଥା, ମୋତେ ସେଇ କଥା କହୁଛନ୍ତି ଯେ ପୁଅରେ ଝିଅରେ ମୋର ଦାସ ଦାସୀ? ଆଜି କ'ଣ ଆପଣ ତୁମ ନିଜର ବିଷୟରେ ଚିନ୍ତା କରୁଛ, ନିଜର ପରିବାର ବିଷୟରେ ମନୋଯୋଗୀ ହଉଛ, ନିଜର ସୁଖ ଅଭିଳାଷ ପ୍ରତି ମନୋଯୋଗୀ ହଉଛ, ନା ତୁମର ଚାରି ପାଖରେ ଯେଉଁ ଅସଂଖ୍ୟ ଲୋକମାନେ ଅଛନ୍ତି, ଯେଉଁମାନେ ବାମରୁ ଡାହାଣ ବିଷୟରେ ଜାଣୁନାହାନ୍ତି, ଭଲ ମନ୍ଦ କଥା କ'ଣ ଜାଣୁନାହାନ୍ତି, ସେମାନଙ୍କର ଦୁଷ୍ଟତା ବିଷୟରେ ସଚେତନ ହେଇନାହାନ୍ତି? ସେମାନଙ୍କ ପ୍ରତି ମୋର ଯେ ଦୟା ରହିଛି, କରୁଣା ରହିଛି, ମୁଁ ଯେ ସେମାନଙ୍କୁ ବିନଷ୍ଟ କରିବା ପାଇଁ ଚାହେଁ ନା, କ୍ଷମା ଦେବା ପାଇଁ ଚାହେଁ, ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚାହେଁ, ତାହା କ'ଣ ତୁମେ ଜାଣୁଛ? ପ୍ରିୟ ବନ୍ଧୁଗଣ, ଆଜି କ'ଣ ଆମମାନଙ୍କର ହୃଦୟ କଠିନ ହେଇଯାଇଛି? ଆଜି ଈଶ୍ୱରଙ୍କର ଆହ୍ୱାନ ପ୍ରତି କ'ଣ ଆମେ ଅମନୋଯୋଗୀ ହେଇଛୁ? ଈଶ୍ୱରଙ୍କର ଆହ୍ୱାନ ପ୍ରତି ଅବାଧ୍ୟ ହେଇଛୁ? ନିଜ ପଥରେ ଆମେ ଚାଲି ଯାଇଛୁ, ଦୂରକୁ ଚାଲି ଯାଉଛୁ। ହେଇପାରେ କେତେକ ପର୍ଯ୍ୟନ୍ତ ଆମେ ଦୂରକୁ ଯାଉଛୁ, କିନ୍ତୁ ମନେ ରଖିବା, ହୁଏତ ଆପଣଙ୍କର ଜୀବନ ପଛରେ, ମୋର ଜୀବନ ପଛରେ ଈଶ୍ୱର ଆସୁଛନ୍ତି, ସେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଘଟଣା ଗୁଡ଼ିକ ଘଟି ଯାଉଛି। ଆମର ମନରେ ପ୍ରଶ୍ନ ଆସୁଛି, କାହିଁକି ଏ ସମସ୍ତ ଘଟଣା, କାହିଁକି ଏ ସମସ୍ତ କଷ୍ଟ, କାହିଁକି ଏ ସମସ୍ତ ଅସୁସ୍ଥତା, କାହିଁକି ଏ ସମସ୍ତ ବିଫଳତା, କାହିଁକି? ଈଶ୍ୱର କହୁଛନ୍ତି, ପୁଅରେ ଝିଅରେ, ମୁଁ ତୋର ଜୀବନ ପଛରେ ମୋର କାର୍ଯ୍ୟ କରୁଛି। ତୁ ମୋର ସେବକ, ତୁ ମୋର ସେବକା। ମୁଁ ତୋର ଜୀବନକୁ ମୋର ନିୟନ୍ତ୍ରଣ ମଧ୍ୟରେ, ମୋର ସର୍ବଭୌମ ଅଧିକାର ମଧ୍ୟରେ ରଖିବି। ତୋର ଜୀବନକୁ ସଜାଡ଼ି ଦେବି, ପୁନର୍ବାର ସଜାଡ଼ି ଦେବି, ପୁନର୍ବାର ମୋର ସେବା କାର୍ଯ୍ୟ ନିମନ୍ତେ ମୁଁ ତୋତେ ବ୍ୟବହାର କରିବି। ବନ୍ଧୁଗଣ, ଆଜି ଜୁନୁସ ଆମମାନଙ୍କୁ କ'ଣ ସମ୍ବାଦ ଦିଅନ୍ତି? ସମ୍ବାଦ ଜୁନୁସ କହନ୍ତି, ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ଈଶ୍ୱରଙ୍କର ଛାମୁର ବିମୁଖ ହୁଅ ନାହିଁ, ଈଶ୍ୱରଙ୍କର ଆହ୍ୱାନର ବାଧ୍ୟ ହୁଅ।
फल ईश्वर तुम जीवन को अन्य मान निमंते आशीर्वाद कारण करेंगे। आज जुलूसंकर से नीरव कथा कौन आप शुणी पारे मु शुणी पारि ईश्वर कौन फेरवा फल पुनर्बार ईश्वर आमांकर जीवन को तांकर गौरव निमंते तांकर गौरव महिमा निमंते अन्य मानकर परित्राण निमंते से व्यवहार करेंगे। प्रभु आमान को आशीर्वाद करतु।